ପୁରୁଣା ବାଲେଶ୍ୱର ପ୍ରିମିୟର ଲିଗ୍ ଉଦ୍ଯାପିତ। ଏନସିସି ଟାଇଗରକୁ ହରାଇ ଭାଇରସ ଏକାଦଶ ଚମ୍ପିୟନ। ପୁରୁଣା ବାଲେଶ୍ୱର ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ପୁରୁଣା ବାଲେଶ୍ୱର ପ୍ରିମିୟର ଲିଗ୍ ସିଜିନ୍ 12 ରବିବାର ଦିନ ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ଏନସିସି ଟାଇଗର ଏବଂ ଭାଇରସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏନସିସି ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଏନସିସି ଦଳ 9.4 ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର 56 ରନ୍ ସଂଗ୍ରହ କରିଥିଲା। 57 ରନ୍ର ଟାର୍ଗେଟ୍ ନେଇ ଭାଇରସ ଦଳ 3.5 ଓଭରରେ ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ଚମ୍ପିୟନ ହୋଇଥିଲା। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ପୌରପାଳିକାର 1 ନମ୍ବର ୱାର୍ଡ କାଉନ୍ସିଲର ସସ୍ମିତା ନାଥ, ପୂର୍ବତନ କାଉନ୍ସିଲର ଅଜିତ ମିଶ୍ର, ସମାଜସେବୀ କାର୍ତ୍ତିକ ନାଥ, ରାମଚନ୍ଦ୍ର ମାଝୀ, ବିଜୟ ବେହେରା, ଦିଲ୍ଲୀପ ତରେଇ ପ୍ରମୁଖ ଯୋଗ ଦେଇଥିଲେ। କ୍ରିକେଟ ଖେଳ ଦ୍ୱାରା ଶାରୀରିକ ଏବଂ ମାନସିକ ଭାବେ ଖେଳାଳି ସୁସ୍ଥ ଅନୁଭବ କରିବା ସହ ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥାଏ ବୋଲି କହିଥିଲେ। ଖେଳୁଆଡ଼ ମନୋଭାବ ନେଇ ସର୍ବଦା ଖେଳିବାକୁ ଉପସ୍ଥିତ ସମସ୍ତ ଟିମ୍ର ଖେଳାଳିମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ। ସମ୍ମୁଖରେ ଥିବା ସମସ୍ତ ଅର୍ଗାନାଇଜର, ଦର୍ଶକ ଏବଂ ପ୍ଲେୟରମାନଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା, ଶୁଭକାମନା। ଆଜିଠୁ ସମସ୍ତେ ଖେଳଟିକୁ 2 ମାସ ଧରି ଅର୍ଗାନାଇଜ କରି ଆସୁଛନ୍ତି ଯେଉଁମାନେ ଭାଇମାନେ, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। 2 ମାସ ଧରି ସେମାନେ ବହୁତ ପରିଶ୍ରମ କରି ସମସ୍ତଙ୍କୁ ଏକଜୁଟ କରି ଖେଳଟାକୁ ସମାପ୍ତ କରିଛନ୍ତି। ବହୁତ ଭଲ ଭାବରେ ସମସ୍ତେ ଖେଳିଛନ୍ତି, ପରିଶ୍ରମ ମଧ୍ୟ କରିଛନ୍ତି। ସମସ୍ତେ ତ ଜିତିବେନି ନା, କିନ୍ତୁ ସେ ମନ ଦୁଃଖ କରିବା ନାହିଁ। ପୁଣି ପ୍ରୟାସ କରିବା, ପୁଣି ଆର ବର୍ଷକୁ ଖେଳିବା। ଆଉ ଆମେ ବି ମଧ୍ୟ ପ୍ଲେୟର ମାନେ ମଧ୍ୟ ଆଗକୁ ଖେଳି ଜିତିବା। ଯେଉଁମାନେ ବି ଜିତିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯେଉଁମାନେ ହାରିଛନ୍ତି କିଛି ମନ ଦୁଃଖ କରିବା, ପୁଣି ପ୍ରୟାସ କରିବେ ଯେ ଆଉ ଆଗକୁ ଯେମିତି ଆର ବର୍ଷକୁ ସେମାନେ ମଧ୍ୟ ଜିତନ୍ତି। ଆଉ ମୋର ବହୁତ ବହୁତ ଆଶୀର୍ବାଦ ସେମାନଙ୍କ ଉପରେ, ସେମାନେ ଯେମିତି ଆହୁରି ଖେଳନ୍ତୁ, ଆମର ଏଇ ପୁରୁଣା ବାଲେଶ୍ୱର ସୀମିତ ନ ରହି ପୁଣି ଷ୍ଟେଟ୍ ଲେବୁଲରେ ମଧ୍ୟ ଖେଳନ୍ତୁ। ମୋର ଏତିକି ଆଶୀର୍ବାଦ। ଭଗବାନଙ୍କ ପାଖରେ ସେମାନଙ୍କ ପାଇଁ ମୋର ଅନୁରୋଧ, ସେମାନେ ଭଲ ଖେଳନ୍ତୁ ଆଉ ଆଗକୁ ଯାଆନ୍ତୁ। धन्यवाद। हारी मन दुख करा दरकार ना, जितवा हार खेल। आज हारी खाली जितब मन दुख करा दरकार आरंभ करता आयोजक मान मोर अशेष अशेष धन्यवाद। जेहेतु आमर पुराना बालेश्वर गोटे एत बड़ खेलर गोटे आयोजन कर सब आम गाँ पाखापाखि पिलामान धरी गोटे ग्रुप कर खेली बहुत आनंदित लगे। खेला मैंने जो मैंने जीति जो मैंने हारी गोटे गोटे शिक्षा जे आज आम हारे आगे जितवा। तो आपण मैंने मन विधा आनबे जो मुझे हारीगली मन भांगीदेवे। आ खेल खेल मैंने इंटरेस्ट आसबनी, से भूल कथा। हारी नहीं आगे प्रथम शिखा पड़े, पुणी तो नुआ संसार जागृत अवधारे पुणी मैंने खेलेंगे और पुणी जितवा चिंता करेंगे। तो केवे हारिबार मन दुख करें उचित नुहे। तो जितवा लोक बेस उत्कर्षित हवा कहीं आगामी दिन जड़े हारी पारे। हारिबार खेलार कौन निर्दिष्टता न था। तो आपने उत्साहित रुहतु। आगामी दिन में आपण मैंने खेल को आहरी उच्चक नहीं पारे। आमर जिला स्तरीय खेल आपने भाग नहीं पारे। आमर पुराना बालेश्वर सुनर लोक
ବାଲେଶ୍ୱର ଜିଲ୍ଲାରେ ଜଣେ ନାମ ଉଠିବ କାରଣ ଆପଣମାନେ ପିଲାମାନଙ୍କୁ ଧରିକି ଆଗକୁ ଆଗକୁ ନେଇ ଚାଲନ୍ତି। ଏବଂ ଆମ ଗାଁର ପିଲାମାନଙ୍କୁ ଏବଂ ଆମର ଅର୍ଗାନାଇଜର ଭାଇମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଏତେ ବଡ଼ ଏଇଟା ହେଉଛି ଆମ ଗାଁର ଫିମେଲ ଲିଗ୍ ନୁହେଁ, ଏଇଟା ହେଉଛି ପ୍ରତ୍ୟେକ ବର୍ଷ ଆମ ଗାଁର ଯେମିତି ମହୋତ୍ସବ ସେଇଭଳିଆ ଆମ ହ୍ୟାଲୋ ଆମର ଯେମିତି ମହୋତ୍ସବ ଗୋଟେ ମନାଯାଏ ପ୍ରତ୍ୟେକ ବର୍ଷ, ସେଇଭଳିଆ ଆମେ ଏଟାକୁ ଖେଳଟାକୁ ଫିମେଲ ଲିଗ୍ଟାକୁ ଫିମେଲ ଲିଗ୍ଟାକୁ ଆମେ ଫିମେଲ ଲିଗ୍ଟାକୁ ଆମେ ମହୋତ୍ସବ ହିସାବରେ ଆମେ ମନାଉ ପ୍ରତ୍ୟେକ ବର୍ଷ। ସବୁଠାରୁ ଖୁସିର କଥା ଯେଉଁମାନେ ତାଙ୍କୁ ଧନ୍ୟବାଦ ଦେବି ଆମ ଅର୍ଗାନାଇଜର ଭାଇମାନଙ୍କୁ। ଆର ପଛରେ ତାଙ୍କର ବହୁତ ମାନେ ପରିଶ୍ରମ ଅଛି। ସେ ପରିଶ୍ରମ ମାନେ 1.5 ମାସ 2 ମାସ ଧରିକି ଯେଉଁ ସେମାନେ ଚାଲିଥାନ୍ତି ଖେଳଟାକୁ ନେଇକି ଚାଲିଥାନ୍ତି, ତା ଭିତରେ ବର୍ଷା ସବୁ କିଛି କଲା ପରେ ବି ଖେଳଟାକୁ ସେମାନେ ସକ୍ସେସଫୁଲ କରାନ୍ତି। ସେଥିପାଇଁ ମୁଁ ଅର୍ଗାନାଇଜର ଭାଇମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଆଉ ବାକି ରହିଲା 7ଟି ଟିମ୍ ଯେଉଁ ଅଂଶଗ୍ରହଣ କରନ୍ତି ତାଙ୍କୁ ବି ଧନ୍ୟବାଦ ଦେବି, କାହିଁକିନା ସେମାନେ ଯଦି ଟିମ୍ ନ ନେବେ ଖେଳ ବି ହେଇପାରିବନି। ତ ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବି। ତାପରେ ପ୍ଲେୟାର ମାନଙ୍କୁ ଧନ୍ୟବାଦ ଦେବି, ସିଏ ତାଙ୍କର ମୂଲ୍ୟବାନ ସମୟରୁ କାଢ଼ିକି ଖେଳୁଛନ୍ତି। ସିଏ ସମସ୍ତେ ଭଲର ମାନେ ଖେଳଟାକୁ ଖେଳ ଭଳିଆ କରିକି ଆମ ଗାଁର ଗୋଟେ ମାନେ ଯେହେତୁ ଗାଁ ଲୋକ ଯୋଉଠି ଯାଉଛନ୍ତି ସବୁ କାମରୁ ଆସିଲା ପରେ ବହୁତ ଲୋକଙ୍କ ପାଖରୁ ଶୁଣେ, ସେମାନେ କୁହନ୍ତି ଯେ ଯାହା ଆମର ଗୋଟେ ଖେଳ ହେବା ଦ୍ୱାରା ଆମ ଗୋଟେ ଟାଇମଟା ପାସ୍ ହେଇଯାଉଛି। ଯୋଉ ମାନେ ଖେଳ ଦେଖିବା ପାଇଁ ପ୍ରତ୍ୟେକ ଦିନ ଦ୍ୱିପହରେ ପଳେଇ ଆସୁଛନ୍ତି, ଆସିକି ଖେଳ ଦେଖୁଛନ୍ତି, ଦେଖିକି ତାଙ୍କର ଗୋଟେ ଟାଇମ ପାସ୍ ହେଇଯାଉଛି। ସେଥିପାଇଁ ମୋତେ ବହୁତ ଖୁସି ଲାଗେ ଯେ ଯାହା ଆମ ଗାଁରେ ଏତେ ବଡ଼ ଆୟୋଜନଟା ହେଉଛି, ଆକୁ ସବୁଦିନ ପାଇଁ ଏକୁ ହଉଥାଉ। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି ଏବଂ ଅର୍ଗାନାଇଜର ଭାଇମାନଙ୍କୁ ଧନ୍ୟବାଦ ଦେବି। ଏଟାକୁ ପ୍ରତି ବର୍ଷ ଏମିତି ଚାଲିଥାଉ। ପରେ ବିଜେତା ଟିମ୍କୁ 25,000 ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅଫ୍ ଟିମ୍କୁ 20,000 ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଭାଇରେସ୍ ଏକାଦଶର ଅଲରାଉଣ୍ଡର ସୌରଭ ଦାସ ଫାଇନାଲ ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ। ସେହିପରି ଏହି ସଂସ୍କରଣରେ ବିଭିନ୍ନ ବର୍ଗର ଶ୍ରେଷ୍ଠ ଖେଳାଳିମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଗୟାଧର ବେହେରା ଏବଂ ଶିବଶଙ୍କର ମୁର୍ମୁ ଅମ୍ପାୟାର ଭାବେ ଫାଇନାଲ ମ୍ୟାଚ୍ ପରିଚାଳନା କରିଥିଲେ। ସମସ୍ତ ମ୍ୟାଚରେ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିବାରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବକ ସଂଘର ସଭାପତି ମନ୍ମଥ ସ୍ୱାଇଁ, ସମ୍ପାଦକ ସୁକାନ୍ତ ମାଝୀ, ରତିକାନ୍ତ ମାଝୀ, ଆଶୁତୋଷ ମହାପାତ୍ର, ମନୋଜ ଦାସ, ସତ୍ୟଜିତ ବେହେରା, ରାଜେଶ ବେହେରା, କୁମାର ଜୟଦେବ, ଦେବେନ୍ଦ୍ର ପାତ୍ର, ଉଦୟ ମାଝୀ, ସୁରେଶ ଦାସ ଏବଂ ମନୋଜ ପ୍ରମୁଖ ଉପସ୍ଥିତ ରହି 2 ମାସ ଧରି ଅନୁଷ୍ଠିତ ହେଉଥିବା ସମସ୍ତ ମ୍ୟାଚରେ ସକ୍ରିୟ ସହଯୋଗ କରିଥିଲେ।